ପାଠ କଥା କହିଲେ କୁହ ପରେ ପଢ଼ିବି। ଆରେ କାହିଁକି ପଢ଼ିବା ପାଠ? ସମସ୍ତେ କହନ୍ତି ମୁଁ ପଢ଼ିବାକୁ ଚାହେଁ କିନ୍ତୁ ପଢ଼ିବାରେ ମନ ଲାଗୁନାହିଁ। ସବୁବେଳେ ମନ କହୁଛି ମୋବାଇଲ ଦେଖିନିଏ, ମନ କହୁଛି ହ୍ୱାଟ୍ସଆପ୍ ମେସେଜ୍ ଦେଖିନିଏ, ମନ କହୁଛି ଇନଷ୍ଟା ଦେଖିନିଏ, ମନ କହୁଛି ଗେମ୍ ଖେଳିଦିଏ। ଆରେ କ'ଣ ଇଏ ମନ? କିଛି ଜଣକୁ ଶୋଇଥିବା ବେଳେ ସ୍ୱପ୍ନ ଆସେ, କିଛି ଜଣକୁ ଶୋଇବାକୁ ଦିଏ ନାହିଁ ସ୍ୱପ୍ନ। ଆଉ ଦେଖ ନାହିଁ ସ୍ୱପ୍ନ, ଯଦି ଦେଖୁଛ ତାହେଲେ ପୁରା ନ ହେବାକେ ଛାଡ଼ ନାହିଁ। ମୁଁ ଜାଣେ ସମସ୍ତେ ମିଛ କୁହ କିନ୍ତୁ ନିଜକୁ କେବେ ମିଛ କୁହ ନାହିଁ। ଆଜି ଶନିବାର, ସୋମବାରଠୁ ନିଶ୍ଚିତ ପଢ଼ିବି। ଆଜି 29 ତାରିଖ, 1 ତାରିଖରୁ ପଢ଼ିବି। କାଲି ପଢ଼ିଦେବି, ସନ୍ଧ୍ୟାରେ ପଢ଼ିଦେବି, ସକାଳେ ପଢ଼ିଦେବି। ଆରେ କେବେ ଯାଏ କାଲି କାଲି ହେବ? ଏମିତି ଏକ ଦିନ ଆସିବ ଯେଉଁଦିନ ତୁମେ ମରିବାକୁ ଥିବ, ସେହିଦିନ ବି କ'ଣ କହିବ କାଲି କରିଦେବି? ଆଜିଠାରୁ ପ୍ରତିଜ୍ଞା କର, ମୁଁ IAS ହେବି, ମୁଁ ପୋଲିସ ହେବି, ମୁଁ ଡକ୍ଟର ହେବି, ମୁଁ ବିଜନେସ୍ କରିବି। ଏମିତି ବହୁତ କିଛି କରିବି ଲାଇଫ୍ରେ, ଏମିତି ବହୁତ କିଛି କରିବି। ସେଥିପାଇଁ କହୁଛି ପାଠ ପଢ଼, ନହେଲେ ଏକ୍ଜାମରେ କହିବ କାଳେ ମୁଁ ପଢ଼ିଥାନ୍ତି। ଯେତେବେଳେ ଜୀବନ ବର୍ବାଦ ହୋଇଯିବ ସେତେବେଳେ ବି କ'ଣ କହିବ ମୁଁ କାଳେ ପଢ଼ିଥାନ୍ତି। ଯେତେବେଳେ ପକେଟରେ ପଇସା ନଥିବ କହିବ କାଳେ ମୁଁ ପଢ଼ିଥାନ୍ତି। ଯେତେବେଳେ ଆଉ କାହା ପାଖରେ ହାତ ପକାଇବାକୁ ପଡ଼ିବ କହିବ ମୁଁ କାଳେ ପଢ଼ିଥାନ୍ତି। ସତ ସତ କାହିଁକି କହୁନ? ମୋ ଦ୍ୱାରା ହେବନି ଏ ପାଠ ପଢ଼ା, ଅସମ୍ଭବ ଦୁନିଆରେ କିଛି ବି ନାହିଁ। ଆମେ ସେହିସବୁକୁ କରିପାରିବା ଯାହା ଆମେ ଭାବିପାରିବା, ଆଉ ଆମେ ଯାହା ସେହିସବୁକୁ ଭାବିପାରିବା ଯାହା କେହି ଭାବି ବି ନଥିବେ। ତୁମକୁ କିଏ ଅଟକାଉଛି? କିଏ ତୁମକୁ ଅଟକାଉଛି ପଢ଼ିବା ପାଇଁ? କେହି ଅଟକାଉନାହାନ୍ତି, ତୁମେ ନିଜେ ନିଜକୁ ଅଟକାଉଛ। ଭାଗ୍ୟକୁ ଅପେକ୍ଷା କର ନାହିଁ, ହେଇଥିବ ତୁମକୁ ଭାଗ୍ୟ ଅପେକ୍ଷା କରିଥିବ। କର୍ମ କରିଚାଲ, ଭାଗ୍ୟ ଆଶା। ଆଉ ବାହାନା କର ନାହିଁ, ବାହାନା କରିକି ହେବନି ପାଠ। ଭିତରେ ନିଆଁ ଲଗାଇବାକୁ ପଡ଼ିବ। ଯଦି ମନରେ ଟିକେ ବି ଜୋଶ ଆସିଛି ଆଉ ଏଇଭଳି ପାୱାରଫୁଲ୍ ମୋଟିଭେସନାଲ୍ ଭିଡ଼ିଓ ପାଇଁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ପ୍ରେସ୍ କରିକି ଜୟ ହିନ୍ଦ, ଜୟ ଭାରତ।